ତ ବନ୍ଧୁଗଣ ନମସ୍କାର। ଆମେ ପୂର୍ବ ଭିଡ଼ିଓରେ ଜାଣିଥିଲେ ଯେ ନାମର ପ୍ରଥମ ଅକ୍ଷର। ଆଜି ଆମେ ଏଇ ଭିଡ଼ିଓରେ ଜାଣିବା ଯେ କେଶ ଦେଖ ମନୁଷ୍ୟ ଚିହ୍ନ। କେଶ ଦେଖ ମନୁଷ୍ୟ ଚିହ୍ନ। ତ ଚାଲନ୍ତୁ ଆରମ୍ଭ କରିବା। ଯେଉଁ ପୁରୁଷର କୁଞ୍ଚି କୁଞ୍ଚିଆ ଚୂଳ ସେମାନେ ବଦରାଗୀ, ଅହଙ୍କାରୀ, ଗର୍ବୀ, ଗାଲୁଆ। ଚାଲନ୍ତୁ ଆଗକୁ ଯିବା। ଯେଉଁମାନଙ୍କର କୁଞ୍ଚି କୁଞ୍ଚିଆ ବାଳ, ମୁଖ ଗୋଲ ସେପରି ପୁରୁଷ ସରଳ ମନା, ସଦାସର୍ବଦା ଭାବିଚିନ୍ତି କଥା କହିଥାନ୍ତି, ରୋକଠୋକ କଥା କହନ୍ତି, ଏକ ଜିଦିଆ ବି ହୋଇଥାନ୍ତି, ଜ୍ଞାନମୟ ଓ ସେମାନେ ଆଧ୍ୟାତ୍ମିକ ଜଗତରେ ବୁଡ଼ି ରହନ୍ତି। ଏମାନେ ଭୟଙ୍କର ଦ୍ୱନ୍ଦ୍ୱରେ ପଶନ୍ତି। ଏମାନଙ୍କର ରକ୍ଷଣଶୀଳତା ଅଧିକ, ସ୍ୱାର୍ଥପରତା ମଧ୍ୟ ଯଥେଷ୍ଟ। ନିଜର ପରିସର ମଧ୍ୟରେ ନିଜେ ନିଷ୍କ୍ରିୟ ସମ ଅବସ୍ଥାନ କରନ୍ତି। ସମସ୍ତ ଜନସମାଜରେ ଏମାନେ ଉଦାସୀନ। ସୀମିତ ସୀମା ମଧ୍ୟରେ ଏମାନେ ରହିବାକୁ ଚାହିଁଥାନ୍ତି। ଏମାନଙ୍କର ଜ୍ଞାନ, ବୁଦ୍ଧି, ବିଚାର କ୍ଷମତା ଅସାଧାରଣ। ପରିବେଶର ବାହାରେ ଦ୍ୱନ୍ଦ୍ୱା ସଂଶୟ, ନିଷ୍କ୍ରିୟତା ଏମାନଙ୍କଠାରେ ପ୍ରକାଶ ପାଇଥାଏ। ତ ଯିଏ ବୁଝି ନ ପାରୁଛନ୍ତି ସେ ଭିଡ଼ିଓକୁ ଟିକେ ରିଭର୍ସ କରି ଶୁଣିବେ, ଦେଖିବେ, ନିଶ୍ଚିନ୍ତ ବୁଝିପାରିବେ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁମାନଙ୍କର ନାମର ସମ୍ମୁଖ ଅକ୍ଷର ମା, ମି, ମୁଁ, ମେ, ମୋ, ଟା, ଟି, ଟୁ, ଟେ, ଟୋ, ଣା, ପି, ଏହି ସ୍ତ୍ରୀ ଓ ପୁରୁଷମାନେ ଆତ୍ମକେନ୍ଦ୍ରିୟକୁ ଗୁଣର ବାହାରେ ଓ ତାହା ମାର୍ଜିତ ନିଜର ଆଲୋକରେ ନିଜର ପରିବେଶକୁ ଏମାନେ ଆଲୋକିତ କରିଥାନ୍ତି। ନିଜ ମତରେ ଅନ୍ୟକୁ ନିଜ ଆୟତ୍ତକୁ ଆଣିବାକୁ ଏମାନେ ସକ୍ଷମ ହୋଇଥାନ୍ତି। ସମସ୍ତ କର୍ମରେ ଏମାନେ ନେତୃତ୍ୱ ନେଇଥାନ୍ତି। ଏମାନେ ସଦା ସର୍ବଦା ରକ୍ଷଣଶୀଳ। ସମସ୍ତ ସଂସାର ଓ ପରିବର୍ତ୍ତନର ଏମାନେ ବିରୁଦ୍ଧାଚରଣ କରିଥାନ୍ତି। ଆଉ ମଧ୍ୟ ଆବଶ୍ୟକ ହେଲେ ପୁନଶ୍ଚ ମତ ପରିବର୍ତ୍ତନ କରି ପକାନ୍ତି। ନହେଲେ କୌଶଳ କ୍ରମେ ତାହାକୁ ପରିତ୍ୟାଗ କରନ୍ତି। ଏମାନେ ହଠାତ୍ କାହାକୁ ଆକ୍ରମଣ କରନ୍ତି ନାହିଁ, ଆଘାତ ଦିଅନ୍ତି ନାହିଁ। କେବଳ ଏମାନଙ୍କର କାମ ଫଁ ଫଁ ହେବା ବା ଭୟ ଦେଖାଇବା। ନିଜର ଗୁରୁତ୍ୱ ଅନୁସାରେ ନିଜର ଉଦ୍ଦେଶ୍ୟ ସାଧନ କରନ୍ତି। ଶାରୀରିକ ବଳ ଓ ଜୀବନୀ ଶକ୍ତିକୁ ଉତ୍କର୍ଷ ସେମାନଙ୍କଠାରୁ ମିଳିଥାଏ। ଏମାନେ ଯେପରି ଗର୍ବୀ ସେହିପରି ତୋଷା ମଧ୍ୟ ପ୍ରିୟ ହୋଇଥାନ୍ତି। ଏମାନେ ଖୁବ୍ ଅଭିମାନୀ ଓ ଆଡ଼ମ୍ବର ପ୍ରିୟ ହୋଇଥାନ୍ତି। ତ ବନ୍ଧୁ ଆଗକୁ ଯିବା। ଯେଉଁମାନଙ୍କର ନାମାକ୍ଷରର ସମ୍ମୁଖ ଅକ୍ଷର ପୃ, ପ, ଣ, ଠୋ, ପେ, ପୋ, ପି, ଏହି ସ୍ତ୍ରୀ ଓ ପୁରୁଷମାନେ ରାଜନୀତିରେ ସ୍ୱୟଂ ପ୍ରତିଷ୍ଠା ଲାଭ କରିଥାନ୍ତି। ଅର୍ଥ ଓ ବିଦ୍ୟାରେ ଖ୍ୟାତି ଅର୍ଜନ କରନ୍ତି। ସାଂସାରିକ କ୍ଷେତ୍ରରେ ଏମାନଙ୍କର ଭୋଗ ବିଳାସ ଅଧିକ। ଏମାନେ ସୀମାହୀନ ସାଗରକୁ ପାରି ହେବା ପରି ଯୋଜନାରେ ସଫଳତା ପାଆନ୍ତି। ଏମାନେ ସଦା ପବିତ୍ର, ଅନାବିଳ, ସ୍ନେହୀ। ଏମାନେ ପୁରୁଷ ହୋଇଥିଲେ ବହୁ ସ୍ତ୍ରୀ ଭାଗ୍ୟ ଓ ସ୍ତ୍ରୀ ହୋଇଥିଲେ ବହୁ ପୁରୁଷ ଭାଗ୍ୟ ହୋଇଥାନ୍ତି। ତ ବନ୍ଧୁ ଆଗକୁ ଯିବା। ଯେଉଁମାନଙ୍କର ନାମର ସମ୍ମୁଖ ଅକ୍ଷର ରା, ରୁ, ରେ, ରୋ, ତା, ତି, ତୁ, ତେ, ତୋ, ଏମାନେ ଲକ୍ଷ୍ୟହୀନ ଅବିରାମ ଗତିରେ ଚାଲିଥାନ୍ତି। କେବଳ ସ୍ଥିତିକୁ ଜଣାଇ ରଖନ୍ତି। ଏମାନେ କାହାରି ଅଧୀନତା, ସାହାଯ୍ୟ, ଆଦେଶ ବା ଉପଦେଶକୁ ଗ୍ରହଣ କରିବାକୁ ଚାହାନ୍ତି ନାହିଁ। ଏମାନେ ଖୁବ୍ ସ୍ୱାର୍ଥପର। ଅପରର ସ୍ୱାର୍ଥ ପାଇଁ ଏମାନେ ଉଦାସୀନ ହୋଇପଡ଼ନ୍ତି। ଏମାନେ ସ୍ୱାବଲମ୍ବୀ,
ଆତ୍ମାଭିମାନୀ ଅସାମାଜିକ ହୋଇପାରନ୍ତି। ଏ ପରିପାର୍ଶ୍ୱରେ କାହାରିକୁ ନିଜ ସୀମାରେ ମାନିବାକୁ ଚାହାନ୍ତି ନାହିଁ। ନିଜେ ସମ୍ପୂର୍ଣ୍ଣ ଜ୍ଞାନ ଲାଭ କରି ନିଜକୁ ସ୍ୱପ୍ରଭାବ ମଧ୍ୟରେ ବୁଡ଼ାଇ ରଖନ୍ତି। ଏମାନଙ୍କର ଗତି ଯେତେ ଧୀର ସେତେ ଅବିରାମ। ତ ଚାଲନ୍ତୁ ବନ୍ଧୁ ଆଗକୁ ଯିବା। ଯେଉଁମାନଙ୍କର ନାମର ସମ୍ମୁଖ ଅକ୍ଷର ନା, ନି, ନୁ, ନେ, ନୋ, ଜେ, ଜି, ଜୁ ଏମାନେ ନିଜର ଜୀବନ ନିମନ୍ତେ ନିର୍ଦ୍ଦିଷ୍ଟ ସୀମା ଓ ପରିମାଣକୁ ବୁଝାଇଥାନ୍ତି। ସେମାନଙ୍କର ପାରିବାରପଣିଆ ନିଜର ଆୟତ। ଏମାନେ ସ୍ୱସ୍ଥାନକୁ ପରିତ୍ୟାଗ କରିନଥାନ୍ତି। ଏମାନେ ରକ୍ଷଣଶୀଳ ଓ ଏକଜିଦିଆ। ଏମାନଙ୍କ ନିକଟରେ ବାଧା ଆସିଲେ କିମ୍ବା ଘାତ ପ୍ରତିଘାତ ଆସିଲେ ନିଜେ ମାତ୍ର କ୍ଷଣିକ ଲାଗି ପରିବର୍ତ୍ତନ ହୋଇଯାଆନ୍ତି। ହେଲେ ମୂଳ ପ୍ରକୃତି ଏମାନଙ୍କର ଯାହା ତାହା ହିଁ ଶେଷକୁ ରହିଥାଏ। ସେହିପରି ଏମାନେ ସେତେଟା ସହିଷ୍ଣୁତାପଣ ବଜାଇ ରଖିପାରନ୍ତି ନାହିଁ। ଆଘାତର ସମ୍ଭାବନା ପାଇଲେ କିମ୍ବା ଆଘାତ ପାଇଲେ ଏମାନେ ନିଜର କାର୍ଯ୍ୟାବଳୀ ବଦଳାଇ ଦିଅନ୍ତି, କିନ୍ତୁ ଏମାନଙ୍କର ମୂଳ ଯେଉଁପରି ପ୍ରକୃତି ତାହା ରହିଥାଏ। ଆଘାତ ପାଇଲେ ଏମାନେ ଇତସ୍ତତଃ ହୋଇ ବିଚଳିତ ହୋଇ ଯାଆନ୍ତି। ଏମାନଙ୍କଠାରେ କ୍ରୋଧତା, ପ୍ରତିସ୍ନେହ, ଈର୍ଷା, ପରିଶ୍ରିକାତରତା ଗୁଣ ରହିଥାଏ। ତ ଯିଏ ଟିକେ ମିଷ୍ଟେକ୍ ହେଲା ଟିକେ ରିଭର୍ସ କରି ଆପଣ ନିଶ୍ଚିନ୍ତ ପୁଣି ଥରେ ଶୁଣି ଦିଅନ୍ତୁ, ନିଶ୍ଚିନ୍ତ ଜାଣିପାରିବେ। ତ ଆଗକୁ ଯିବା। ଅପରପକ୍ଷରେ ଏମାନେ ଅନ୍ୟ ଉପରେ ପ୍ରଭୃତ୍ୟ ଜାହାରି କରନ୍ତି। ଏମାନେ ଖୁବ୍ ଏକାଗ୍ରତା, ଅଧ୍ୟବସାୟୀ, ସାହସୀ ଅଟନ୍ତି। ଏମାନଙ୍କର ମାନସିକ ଶକ୍ତି ଗଭୀର। ତ ଏଇ ଚାପ୍ଟରରେ ଯାହା କିଛି ବି ମୋ ପାଟି ଲାଗିଥାଏ ତାକୁ ଆପଣ ରିଭର୍ସ କରି ନିଶ୍ଚିତ ଶୁଣିପାରିବେ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁମାନଙ୍କର ନାମର ସମ୍ମୁଖ ଅକ୍ଷର ରୁ, ଧା, ଫା, ଢା, ଭେ, ଭୋ, ଯା, ଜି, ଜୁ, ଜେ, ଜୋ, ଖ, ଖୁ, ଖେ, ଖୋ ଏମାନଙ୍କର ନିଜର ସ୍ୱତନ୍ତ୍ରତା ଥାଏ। ଏମାନେ ଆତ୍ମାଭିମାନୀ। ଯେତେବେଳେ ପ୍ରବଳ ବାଧାର ସମ୍ମୁଖୀନ ହୁଅନ୍ତି ସେତେବେଳେ ସେମାନେ ନିଜର ଗତିପଥର ପରିବର୍ତ୍ତନ କରିଥାନ୍ତି। ସେମାନେ କେଉଁ ଦିଗରେ ଗତି କରନ୍ତି ବାବଦରେ କିଛି ବି ଜଣା ପଡ଼େ ନାହିଁ। ଏମାନେ ସମସ୍ତ କଥାକୁ ଗୋପନୀୟରେ ରଖନ୍ତି। ସମସ୍ତ କାର୍ଯ୍ୟରେ ଏମାନଙ୍କର ସ୍ୱାର୍ଥ ଜଡ଼ିତ, ତାହା କିନ୍ତୁ ଜଣାପଡ଼େ ନାହିଁ। ଏମାନଙ୍କର କାର୍ଯ୍ୟ କରିବାର ଶକ୍ତି ଅପରିସୀମା। ଏମାନେ ଗଭୀର ମନୋଯୋଗୀ, ପ୍ରବଳ ନିଷ୍ଠାବାନ, ଗଭୀର ଅନୁସନ୍ଧାନକାରୀ। ଏମାନେ ଅନ୍ୟକୁ ନିର୍ଦ୍ଦେଶ କରନ୍ତି ହେଲେ କାହାରି ନିର୍ଦ୍ଦେଶରେ ଚାଲନ୍ତି ନାହିଁ। ତ ବନ୍ଧୁ ଆଗକୁ ଯିବା। ଯେଉଁମାନଙ୍କର ନାମର ସମ୍ମୁଖ ଅକ୍ଷର ଗା, ଗି, ଗେ, ଗୁ, ଗୋ, ସା, ସି, ସୁ ଏମାନେ ଦୃଢ଼ ଓ ଏକଦିଗମୁଖୀ। ପ୍ରବଳ ବାଧା ନ ପଡ଼ିବା ଯାଏଁ ଏମାନେ ନିଜର ଗତିପଥ ବଦଳାନ୍ତି ନାହିଁ। ବେଳେବେଳେ ବାଧା ପ୍ରାପ୍ତ ହେଲେ ବାଧା ସ୍ଥାନରେ ରହିଯାଇ ପୁଣି ଆଗକୁ ଚାଲନ୍ତି। ଏମାନେ ବାସ୍ତବବାଦୀ, ସଦାସର୍ବଦା ଭାବ ରାଜ୍ୟରେ ଭାସୁଥାନ୍ତି। ଏମାନଙ୍କୁ କେବେ ଆଦର୍ଶବାଦୀ କହିବ ନାହିଁ। କର୍ମରେ
କୌଶଳତା ଏମାନଙ୍କର ପ୍ରବଳ। ଏମାନେ ନିର୍ଦ୍ଦିଷ୍ଟ ରୀତିନୀତି ଗତି ଅଛି ଶୃଙ୍ଖଳାବଦ୍ଧ ସହିତ କାର୍ଯ୍ୟ କରନ୍ତି। କର୍ମରେ ସଂସାର ସ୍ୱତନ୍ତ୍ରତା ଓ ସ୍ୱାର୍ଥ ବଜାଇ ରଖନ୍ତି। ଏମାନେ ଶାରୀରିକ ବଳ ପ୍ରୟୋଗ କରିବା ଆଗରୁ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଚାଲିଥାନ୍ତି। ଲକ୍ଷ୍ୟସ୍ଥଳରେ ନ ପହଞ୍ଚିବା ଯାଏଁ ଏମାନେ ବିରାମ ନାହିଁ। ଏମାନଙ୍କର ଅନ୍ତର୍ନିହିତ ଶକ୍ତି ପ୍ରବଳ। ଏହି ଶକ୍ତି ଧ୍ୱଂସାତ୍ମକ ଗଠନାତ୍ମକ ଆଦି ଦିଗରେ ବିନିଯୋଗ କରିଥାନ୍ତି। ତ ବୁଝିବାକୁ ଚେଷ୍ଟା କରନ୍ତୁ। ଯେହେତୁ ମୁଁ କହିଚାଲୁଛି ତ ଚାଲନ୍ତୁ ଆଗକୁ ଯିବା। ଯେଉଁମାନଙ୍କର ନାମର ସମ୍ମୁଖ ଅକ୍ଷର ଦୁ, ଧ, ଝ, ଜ, ଦେ, ଦୋ, ଦା, ଦି ଏମାନେ ସଚ୍ଚୋଟ। ଏମାନଙ୍କର ଗଭୀରତା ବୈଚିତ୍ର୍ୟତା ଆଦିକୁ କଳନା କରାଯାଇପାରେ ନାହିଁ। ଏମାନେ ସଦାସର୍ବଦା ଚଞ୍ଚଳ ମନ ମଧ୍ୟରେ ସଦାସର୍ବଦା ମହାନ୍ ଉଦ୍ଦେଶ୍ୟ ରହିଥାଏ। ସ୍ୱସ୍ଥାନରୁ ଆଗକୁ ପ୍ରତିକ୍ରମ କରନ୍ତି ନାହିଁ। ଏମାନଙ୍କର ଅନ୍ତର ଓ ବାହାରର ଗୁଣ ସମାନ। ଏମାନେ କାହାରି ଆଶ୍ରୟ ଲୋଡ଼ନ୍ତି ନାହିଁ। ଏମାନେ ସମାଜଠାରୁ କେତେକ ଦୂରରେ ରହିଥାନ୍ତି। କର୍ମମୟ ଜଗତ ମଧ୍ୟରେ ଥାଇ ଏମାନେ କଳ୍ପନାମୟ ଜଗତ ମଧ୍ୟରେ ବିଚରଣ କରୁଥାନ୍ତି। ତ ବନ୍ଧୁ, ଆଜି ଆମେ ଜାଣିଲେ କେଶ ଦେଖ ମନୁଷ୍ୟ ଚିହ୍ନ। ତ ଆଜି ପାଇଁ ଏତିକି। ଆଗାମୀ ଭିଡ଼ିଓରେ ଆମେ ଜାଣିବା ନେତ୍ର ଦେଖି କୁହନ୍ତୁ। ତ ସେହି ପର୍ଯ୍ୟନ୍ତ ନମସ୍କାର।